शुभ सकाळ पिलाମାନେ शुभ सकाळ दीदी ଭଲ ଅଛ ଆଜ୍ଞା दीदी ଖାଇ ପିଇକି ଆସିଛ ଆଜ୍ଞା दीदी ଗୁରୁଜନ ମାନଙ୍କ କଥା ମାନୁଛ ଆଜ୍ଞା ଦୀଦି ସତ କଥା କହୁଛ ଆଜ୍ଞା दीदी ତମକୁ ଡାକିଲେ ତମେ କଣ କହୁଛ ଆଜ୍ଞା ଆଜ୍ଞା କହୁଛ ଆଜ୍ଞା दीदी ଆଜି ଆମେ ମାନେ କଣ ଦେଖିବା ଗୋଟେ ଗପ ଶିଖିବା ହେଲା ଚିତ୍ର ମାଧ୍ୟମରେ ଚିତ୍ରକୁ ଦେଖି ଆମେ ଗୋଟେ ଗପ ଶିଖିବା ହେଲା ଗୋଟେ ଗପରେ ଜାଣିବା କଣ ହଉଛି ହେଲା ଦୁଇ ଛେଳିଙ୍କ କଥା ଆଜି ଆମେ କଣ କରିବା ଦୁଇ ଯୋଡେଇ ଛେଳିଙ୍କ ବିଷୟରେ ଆଜି ଆମେ ଜାଣିବା ହେଲା ଦେଖ এই ଚିତ୍ରରେ କଣ ହେଇଛି ଦୁଇଟା ଛେଳି ହେଲା କଣ ହଉଛନ୍ତି ଦୁଇଟା କଲରର ଛେଳି ଏଠି ଅଛନ୍ତି ଏମାନେ କଣ ହଉଛନ୍ତି ନଦୀ ପାର ହେଉଛନ୍ତି ଜଣେ एकରୁ ଆସୁଛି ଜଣେ ସେକରୁ ଆସୁଛି ନଦୀ ମଝିରେ ଗୋଟିଏ କମ ଓସାରର କଣ ପଡିଛି ପଟାଟିଏ ପଡିଛି ହେଲା এই ଚିତ୍ରରେ ଜାଣି ପାଇଲ ଦେନ୍ ଏଠି ଦେଖ ତାଙ୍କ ମଧ୍ୟରେ ଦୁଇଟି ଛେଳି ମଧ୍ୟରେ ଏଠି କଣ ହେଇଛି କଥାବାର୍ତ୍ତା ଚାଲୁ ହୋଇଛି ହେଲା এই ଛେଳି କହୁଛି ମୁଁ ଆଗେ ଯିବି ସେ ଛେଳି କହୁଛି ମୁଁ ଆଗେ ଯିବି ତାଙ୍କ ମଧ୍ୟରେ କଣ କିଏ ଆଗେ ଯିବ କିନ୍ତୁ ଗୋଟିଏ ତ ପଟା ପଡିଛି ହେଲା ମୁଁ ଯଦି ଯିବି ସେ ଯଦି ଆସିବ ଆମ ଭିତରେ କଣ ହବ ପିଟା ପିଟି ହେଇଯିବା ତଳେ ଗଳି ପଡିବା ହଁ ନା ନାହିଁ ତ ତେଣୁ ଏଠି କଣ ହେଇଛି এই ଚିତ୍ରରେ କଣ ହେଇଛି ନା ଗୋଟିଏ ଛେଳି ଏକରେ ଆସିଛି ଆଉ ଗୋଟେ ଛେଳି ଏକରେ ଆସିଛି ତାଙ୍କ ମଧ୍ୟରେ ଏଠି କଣ ହେଇଛି କଥାବାର୍ତ୍ତା ଚାଲୁ ହେଇଛି ଏଠି କଣ ହେଇଛି ଦେଖ এই ଦୁଇଟି ଛେଳି ଦୁଇ ଜଣଙ୍କ ମଧ୍ୟରେ କଣ ହେଇଛି ଝଗଡା ହେଇଯାଇଛନ୍ତି ମାରପିଟ ହେଇଯାଇଛନ୍ତି ଇଏ କହୁଛି ମୁଁ ଆଗେ ପାର ହେବି ସେ କହୁଛି ମୁଁ ଆଗେ ପାର ହେବି ହେଲା ତ ଏଠି କଣ ହେଇଛି ଆଙ୍କ ମଧ୍ୟରେ ଏଠି ଝଗଡା ଲାଗିଛନ୍ତି ପରବର୍ତ୍ତୀ ସମୟରେ କଣ ହେଇଛି ଦୁଇ ଜଣ ଆଙ୍କ ମାଡଗୋଳି ହେଇକି ନଦୀ ଭିତରେ ପଡି ଯାଇଛନ୍ତି ହେଲା କେହି ବି ପାର ହୋଇ ପାରି ନାହାନ୍ତି ବୁଝିଲ ନା ନାହିଁ এই ଚିତ୍ରରେ ଦେନ୍ ଏଠି କଣ ହେଲା ପୁଣି ଆଉ ଗୋଟେ ଦିନ ଆର ଦିନେ ଦୁଇ ଜଣ ଛେଳି ପୁଣି ଆସିଲେ କଣ ନଦୀ ପାର ହେବା ପାଇଁ एकରୁ ଆଉ ସେପଟୁ ଗୋଟିଏ ତ ପଟା ପଡିଛି ହଁ ନା ନାହିଁ ଏଠି କଣ ହେଲା ତାଙ୍କ ମଧ୍ୟରେ ହେଲା ଗୋଟିଏ ଛେଳି କହିଲା ମୁଁ ବସି ପଡୁଛି ତୁ ମୋ ଉପରେ ଡେଇଁକିରି ପ୍ରଥମେ ଯା ତାପରେ ମୁଁ ଯିବି ହେଲା ଏଠି କଣ ହେଇଛି এই ଛେଳିଟି କଣ ହେଇଛି ଶୋଇ ପଡିଛି ବସି ପଡିଛି ତା ଉପରେ ଡେଇଁ ଆର ଛେଳିଟି ପାର ହୋଇଛି ସୁରୁଖୁରୁରେ ଦି ଜଣ ଆଙ୍କ କଣ ହେଇଛନ୍ତି ନଦୀ ପାର ହେଇଯାଇଛନ୍ତି ଏଠି ଦେଖ ଏଠି କଣ ସିଏ ବି ତାର ଯାଇଛି ଇଏ ବି ନଦୀ ପାର ଦି ଜଣ ଆଙ୍କ ହେଇଯାଇଛନ୍ତି এই ଗପରୁ ଆମେ କଣ ଶିଖିଲେ ଯଦି ଆମେ ଭାବି ଚିନ୍ତି ହେଲା କାମ କଲେ ବିପଦ ନ ପଡଇ ଭଲେ ଦେଖ ଏଠି ଆମେ କଣ ଭାବି ଚିନ୍ତିକିରି এই ଛେଳିଟି କଣ କଲା ବସି ପଡିଥିବାରୁ ସେ କଣ ହେଲା ଆରାମ ସେ କଣ ହେଲା ନଦୀ ପାର କରି ପାରିଲା ଆମେ ଯେକୌଣସି କାମ କରିବା କଣ କରିବା ଭାବି ଚିନ୍ତି